ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟ ଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି। ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ସକାଳର ଆରମ୍ଭ। ଆଉ ଏ ସୁନ୍ଦର ସକାଳ ଆଉ ଗୋଟେ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ସେରକ ଆଜିର ବ୍ଲଗ୍ଟି ସେରକ ଷ୍ଟାର୍ଟ ହେଇଛି କାମ କଲା ପାଖରୁ। କାମ ତ ସକାଳପୁରୁ ବହୁତ ସାରା କାମ ହେଇଗଲାଣି, କିନ୍ତୁ ମୁଁ ତାର ଭିଡ଼ିଓ ବନେଇଥିଲିନି। ଆଉ ଯେତେବେଳେ ମନରେ ପଡ଼ିଲା ସେତେବେଳକୁ ସବୁ କାମ ଦାମ ସରିଲାଣି। ମନରେ ତ ପଡ଼ିଥିଲା, କିନ୍ତୁ କାମରେ ଏତେ ବ୍ୟସ୍ତ ଥିଲେ ଯେ ମାନେ ମୋବାଇଲ ଉଠେଇକି ଭିଡ଼ିଓ ବନେଇବା କଥା ମନରୁ ମୋର ଭୁଲି ଯାଇଥିଲା, ପୁରା ପାଶୋରି ଯାଇଥିଲା ମନରୁ। ସକାଳ ବାସି କାମଟା ସରେଇ ଦେଇଥିଲି। ମୁଁ ସରେଇ ଦେଇ ସାରିକି ଚା କରିକି ପିଇ ଦେଇଥିଲେ। ପିଇ ଦେଇ ସାରିକି ଆସିକି ଆମେ ନାଗିଛେ ବାବା ମୁଁ ଦୁଇ ଜଣ ଏଠି କାମରେ। ଏଇ ଯେଉଁ ଗୁହାଳ ଘର ବହୁତ ସାରା କାମ ଥିଲା, ଏଠି କାମ କରିଥିଲେ। କେତେ ପ୍ରକାରର କାମ କରିଥିଲେ ଆମେ। ଯେଉଁ ପାଣି ଯିବା ପାଇଁକି ନାଳ ଖୋଳା ହେଇଥିଲା, ଗୁହାଳ ସବୁ ପରିଷ୍କାର ହେଇଥିଲା। ଯାଇକି ଗାଈ ପାଖରେ ପ୍ଲେଟ୍ ପଡ଼ିଥିଲା, ଯେରକମ କି ଗାଈ ଯେ ମାନେ ଝାଡ଼ା ପରିସ୍ରା କଲାବେଳକୁ ଗାଈର ଯେଉଁ ଗୋବର ସବୁ ସେଗୁଡ଼ା ସବୁ କରିନା କାଦୁଅ ରକମ ହେଇଯାଉଛି, ତା କତର ପ୍ଲେଟ୍ ପକାଇଥିଲେ। ଏଇରକମ ସକାଳପୁରୁ ବହୁତ ଗୁଡ଼ିଏ କାମ ଆମର ସରିଯାଇଥିଲା। ଲାଷ୍ଟରେ ଆସିଥିଲେ କରିନା ଏଇ ଯେଉଁ ଦୁଆରଟା ଆମର ସେଇଟା କରିନା ଖାଲିଆ ଥିଲା, ଯେଉଁଥିପାଇଁ କି ଆମକୁ ବି ଚଢ଼ିବା ପାଇଁକି ଅସୁବିଧା ହେଉଥିଲା, ତ ଗାଈକି ବି ଚଢ଼ିବା ପାଇଁ ଅସୁବିଧା ହେଉଥିଲା। ତ ବାବା ସେଇଥିପାଇଁ କ'ଣ କଲେ ନା ଇଟାର ଦୁଇ ଥାକ ଇଟା ଦେଇଥିଲେ। ଇଟା ଦେଇକି ତାପରେ ମାଟି ଦେଇଥିଲେ, ଯେରକମ ସେଟ୍ ହେଇଯିବ ଗୋଟେ ପାହାଚ ହେଲା ଭଳିଆ ହେଇଯିବ। ବାବା ତ ସକାଳପୁରୁ କାମରେ ନାଗିଥିଲେ, ମୁଁ ତାଙ୍କୁ ଚା କରିକି ଦେଇଥିଲି। ମୁଁ ବି କାମରେ ନାଗିଥିଲି, ଘର କାମରେ ନାଗିଥିଲି। ବାବା କନା ମାଟି ବୋହୁଥିଲେ, ଆଉ ମାଟି ବୋହିକି ଆଣିକି ପକାଉଥିଲେ। ତାପରେ ଆମେ ଦୁଇ ଜଣ ଆସିକି ଏଠି କାମ କରିଥିଲେ। କାମ କରିସାରିଲା ପରେ ବାବା କହିଲେ ଆଉ କିଛି ମାଟି ହେବ ଯଦି ବୋହିମି, ତାପରେ ଗାଧୁଆ ପାଧୁଆ କରିଦେମି, ଆଜି ପାଇଁ ଆଉ କିଛି କାମ କରିନି। କାହିଁକିନା ଆସ୍ତେ ଆସ୍ତେ ଖରା ଏତେ ଟାଣ ହେବ ଯେ କାମ କରିବା ପାଇଁ ବିଲକୁଲ ବି ଇଚ୍ଛା ହେବନି। ଏଇ ସକାଳୁ ସମୟଟା ଟିକେ ଭଲ ଲାଗୁଛି କାମ କରିବା ପାଇଁକି। ସେଥିପାଇଁକି ଯେତିକି ସବୁ ପେଣ୍ଡିଙ୍ଗ କାମ ଅଛି ସବୁ ସକାଳ ବେଳା ହିଁ କରାହେଉଛି। ତ କହୁଛନ୍ତି କି କାଲି ପାଖରୁ ବର୍ଷା ହେବ ବୋଲିକି ସେ ଡର ବି ମନରେ ନାଗିକି ରହିଛି। ସେଠି ଦେଇ ସାରିଲା ପରେ ତ ବାବା ଏଠିକି ଆସିଥିଲେ। ଯେଉଁ ପୁରୁଣା ଇଟା ଥିଲା ନା ସେଟା ସବୁ କଂକ୍ରିଟ୍ ନାଗିଥିଲା, ତାକୁ ସବୁ କନା ଝଡ଼ଉଥିଲେ। କହିଲେ ଝଡ଼େଇକି ରଖିଦେବା, କିଛି କାମରେ ନହେଲେ ଆସିଯିବ। ଆଉ ମୁଁ ବାବାଙ୍କୁ କହୁଥିଲି କନା କିଛି ଜାଳ ଫଟେଇ ଦିଅ, ଯେଉଁଟାକି ମୁଁ ନେଇକି ରଖିଦେମି, ଯଦି କାଲି ବର୍ଷା ହେବ ତ ମୋତେ ଆଉ କିଛି ଅସୁବିଧା ହେବ ନାହିଁ। ବାବା କହିଲେ ମୁଁ ଏଇଠି ଇଟାରୁ ଛଡ଼ଉଛି, ଯେଉଁ କଂକ୍ରିଟ୍ ଛଡ଼ଉଛି, ତୁମେ ଯେତିକି ସବୁ ଜାଳ ହେବା ଜିନିଷ ତାକୁ ସବୁ ବାହାର କରିଦିଅ, ମୁଁ ତାକୁ ସବୁ ଫଟେଇ ଦେମି। ଫଟେଇ ଦେଇକି ସାଇନେ ନେଇକି ତାକୁ ରଖିଦେବା, ଆପାତତଃ 2 ଦିନ ପାଇଁକି ହେଇଗଲେ ଚଳିଯିବ। ତ ସେ ଭାବିକି ମୁଁ କନା ସେଠୁ ଯେଇଟା ମାନେ ଭଲ ବାଉଁଶ ଖରାପ ବାଉଁଶ କେଇଟା ତ ରହିବନି, ସବୁ ଜାଳ ହେବ, ତଥାପି ଯେଇଟା ସହଜ ହେବ ବାବାଙ୍କୁ ଫଟେଇବା ପାଇଁକି ମୁଁ ସେଇ ରକମ ବାଉଁଶ ଆଣିକି ଏଠି ବାବାଙ୍କୁ ଦେଉଥାଏ। ଆଉ ବାବା କନା ଯାଇକି ସେ ବାଉଁଶ ସବୁ ଫଟେଇ ଦେଇଥିଲେ। ଏଇରକମ ସକାଳୁ କାମ ଚାଲିଥିଲା। ବହୁତ ସାରା କାମ ଆଜି ଚାଲିଥିଲା। ସମୟ ବି ବହୁତ ଲେଟ୍ ହେଇଯାଇଥିଲା। ଖିଆପିଆ ହେଲା ବେଳକୁ 11ଟା ବାଜିଯାଇଥିଲା ଆମକୁ, ଖାଇଲା ବେଳକୁ ଗାଧୁଆ ପାଧୁଆ କରି ଖାଇଲା ବେଳକୁ। କାହିଁକିନା ବାହାର କାମ ଆସିକି କଲା ବେଳକୁ ନା ଖିଆପିଆଟା ତ ଅଟୋମେଟିକ୍ ଲେଟ୍ ହେଇଯାଉଛି। ଯଦି ମୋତେ କେବଳ ସେଇ ଘର କାମ କରିବାରେ ହିଁ ଥାନ୍ତା ତ ବିଲକୁଲ ବି ଲେଟ୍ ହୁଅନ୍ତାନି। ମୁଁ ତ ଖାଲି ଘର କାମ ଯେ ଘରଦ୍ୱାର ଝାଡ଼ୁ କରି ବାସନ ଧୋଇକି ଗାଧୋଇ ପଡ଼ନ୍ତି, ଗାଧୋଇ ପଡ଼ିକି ରୁଟି ତରକାରୀ ବନେଇ ଦିଅନ୍ତି, ବାସ୍ କାମ ମୋର ସରିଯାଆନ୍ତା। କିନ୍ତୁ ତା ସାଙ୍ଗରେ ବାହାର କାମ ବି ଆସି କରିବାକୁ ପଡ଼ୁଛି ନା, କାହିଁକିନା ବାବା ଏକଲା ବି କ'ଣ ବି କରିପାରିବେ, ଯେଉଁଟାକି ଏକଲା କ'ଣ ଜିନିଷ ଗୋଟେ ଉଠେଇ ପାରିବେ ନା ନେଇପାରିବେ ନା କ'ଣ କରିପାରିବେ। ତାଙ୍କ ସାଙ୍ଗରେ ଟିକେ ସହଯୋଗ କଲେ ନା ଏକ ତ କାମ କରିବା ପାଇଁକି ଭଲ ଲାଗିବ, କାମଟା କେତେବେଳେ ହେଇଯିବ ଜଣା ବି ପଡ଼ିବନି, ଆଉ ଟିକେ କନା କଷ୍ଟ ଟିକେ କମ୍ ହେବ। ସେଇଥିପାଇଁକି ଯେରକମ କି ବାବା କନା ସେଠି ଯେଉଁ ବନେଇଲେ ପାହାଚ ବନେଇଲେ, ମୁଁ କ'ଣ କନା ମାଟି ସବୁ ଇଟା ବୋହିକି ନେଇକି ସବୁ ବାବାଙ୍କୁ ଦେଇଥିଲି। ବାବା ସେଠି ପାହାଚ ରକମ ବନେଇ ଦେଇଥିଲେ। ଆଉ ତାପରେ କନା ଆଉ କିଛି ଇଟା ଦରକାର ଥିଲା, ମୁଁ ଏଇଠୁ ବୋହିକି ନେଇକି ବାବାଙ୍କୁ ଦେଇଥିଲି। ସେଠି ଆମର କାମ ହେଇଯାଇଥିଲା। ଆଉ ମୁଁ ଯଦି ଏଇସବୁ କାମ ଯଦି ନ କରିକି ଖାଲି ରୋଷେଇବାସ କାମ କରିମି ତ ବାବା ଏକଲା କେଉଁଠୁ ବା କ'ଣ କରିପାରିବେ, କେ କାମଟା ସେ କରିବେ। ତାଙ୍କ ମୁଣ୍ଡରେ ତ ବହୁତ ସାରା ଦାୟିତ୍ୱ, କେ ଦାୟିତ୍ୱଟା ସେ ମେଣ୍ଟେଇବେ, ସେଇ କଥା ଭାବିକି ମୁଁ ସବୁବେଳେ ଆସିକି ବାବାଙ୍କୁ କ'ଣ କରେ ନା କାମରେ ଆସିକି କିଛି ନା କିଛି ହେଲେ ସହଯୋଗ କରେ। ବାବା ଏଠି ସବୁ ବାଉଁଶ ଫଟେଇ ଦେଇଥିଲେ। ଫଟେଇ ଦେଇ ସାରିକି ମୁଁ ଯେତିକି ସବୁ ଇଟା ବାବା ସଫା କରି ଦେଇଥିଲେ, ସେ ଇଟାକୁ ସବୁ ନେଇକି ରଖିଦେଇଥିଲି ବ୍ୟବସ୍ଥିତ କରିକି, ଆଗକୁ ମାନେ କାମରେ ଆସିବ। ଆଉ ତାପରେ କରିନା ବାବା ସବୁ ବାଉଁଶ ଫଟେଇ ଦେଇ ସାରିଲା ପରେ ମୁଁ ବାଉଁଶ କରିନା ଗୁଛି ନେଇକି ବୋହିକି ଯାଇଥିଲି। ତ ବାବା କହିଲେ କରିନା ଶୋଷ ନାଗୁଛି ପାଣି ଆଣିବା ପାଇଁକି। ତ ମୋତେ ବି ବହୁତ ଜୋରସେ ଶୋଷ ନାଗିଥିଲା, କାରଣ ସକାଳ ପୁରା କାମରେ ନାଗିଛେ। 9ଟା ହେଇଗଲା ଆସିକି ଏପର୍ଯ୍ୟନ୍ତ କେବଳ ଯା ଚା ଟିକେ ପିଆ ହେଇଥିଲା, ଏପର୍ଯ୍ୟନ୍ତ କିଛି ବି ଖିଆ ହେଇନି। ଭୋକ ନାଗିଲାଣି, ଆଉ ତଣ୍ଟି ବି ଶୁଖି ହେଉଥାଏ କାମ କରିକି। ତ ବାବା କହିଲେ ପାଣି ମୋତେ ଆଣିଦିଅ, ପାଣି ଟିକେ ପିଇମି, ପିଇକି ତାପରେ କାମରେ ନାଗିଯିମି।
ତ ମୁଁ ବି ଯାଇକି ତାଙ୍କ ପାଖରେ ଟିକେ ଯାଇକି ବସିଯାଇଥିଲି। ମୋତେ ବି ଭାରି ଥକା ଥକା ଲାଗୁଥିଲା। ତ ଦୁଇ ଜଣ ସେଠି ବସିଥିଲେ, ବସିକି ଟିକେ ସମୟ କଥା ହେଇଥିଲେ, ମାନେ 5 ମିନିଟ୍ ହେବ ଟିକେ ସମୟ ଏଠି ବସିଥିଲେ। ବସିକି ତାପରେ ଆସିକି ନା ଜାଳ ସବୁ ଥିଲା ତାକୁ ସବୁ ବୋହିକି ନେଇକି ମୁଁ ଚୁଲି ପାଖରେ ରଖିଥିଲି। ଆଉ ଆଜି ଗୋଟେ ଅଦ୍ଭୁତ ଘଟଣା ଘଟିଲା, ଆଉ ଯେଉଁଟାକି ଆମେ କେବେ ବି ମାନେ ଭାବିନଥିଲେ, କିନ୍ତୁ ସେଇ ଘଟଣାଟି ଆଜି ଘଟିଗଲା। ଆମେ ତ ଜାଣିନଥିଲେ, ହୁଏତ ଯେଉଁମାନେ ବଡ଼ ବଡ଼ ଲୋକ ସେମାନେ ଜାଣିଥିବେ କ'ଣ କରିଥିବେ, କିନ୍ତୁ ଆମେ ବିଲକୁଲ ବି ଜାଣିନଥିଲେ। ହଠାତ୍ କିନା ଜାଣିଲେ ଯେ ଆଜି ଠାକୁର ଦର୍ଶନ ଦେବେ। ପ୍ରତ୍ୟେକ ବର୍ଷ ମାନେ ଇସ୍କନ ଠାକୁର ଆମ ଗାଁକୁ ଆସନ୍ତି, ଆଉ ତାଙ୍କର ଭଜନ କୀର୍ତ୍ତନ ସବୁ ଆମ ଗାଁରେ ହୁଏ। ଆଉ ସେଠି ଖିଆପିଆ ବି ଭୋଗ ପ୍ରସାଦ ମାନେ ବହୁତ ସାରା ବି ବ୍ୟବସ୍ଥା ହେଇଥାଏ। ତ ସେଇଥିପାଇଁ କି ଆମେ ତ ଜାଣିଥିଲେନି, ତ ଶୁଭୁଥିଲା, ଆମେ ଯେତେବେଳେ କାମ କରୁଥିଲେ ସେତେବେଳେ ଶୁଭୁଥିଲା। କିନ୍ତୁ ହଠାତ୍ ଯେତେବେଳେ ପାଖ ହେଇ ଆସିଲେ, ମାନେ ଠାକୁର ଯେତେବେଳେ ପାଖ ହେଇ ଆସିଲେ, ସେତେବେଳେ କନା ଯାଇକି ଦେଖିଲା ବେଳକୁ ଠାକୁର ଆମ ଗାଁକୁ ଆସୁଛନ୍ତି। ଏଇଟା ଆମ ପାଇଁକି ନୂଆ ନୁହେଁ। ପ୍ରତ୍ୟେକ ବର୍ଷ ଠାକୁର ଏମିତି ଆସନ୍ତି ଆମ ଗାଁକୁ, ଆଉ ଆସିକି ଏଠି ତାଙ୍କର ଭଜନ କୀର୍ତ୍ତନ ସବୁ ଯାହା ସବୁ ଏଠି କରାହୁଏ। ଆଉ ତାପରେ ପ୍ରସାଦର ବି ବ୍ୟବସ୍ଥା ହେଇଥାଏ। ଗାଁ ସାରା ସମସ୍ତେ ଗୋଟେ ଜାଗାରେ ଏକଜୁଟ ହୁଅନ୍ତି, ଏକଜୁଟ ହେଇକି ପ୍ରସାଦ ଖାଆନ୍ତି, ଖାଇକି ଘରକୁ ଆସନ୍ତି। ଆଉ ଠାକୁରଙ୍କର ବି ଯେଉଁ କଥା ବି ଶୁଣନ୍ତି। ଏଇରକମ କାମ ଚାଲିଥାଏ। ତାପରେ ମୁଁ କନା ସେଠୁ ପଳେଇ ଆସିଥିଲି, ଅଳ୍ପ ଟିକେ ଭିଡ଼ିଓ ବନେଇଥିଲି, ବେଶୀ ବନେଇ ପାରିଥିଲିନି। ପଳେଇ ଆସିଥିଲି, ଆସିକି ରୋଷେଇବାସ କାମ ଆରମ୍ଭ କରିଦେଇଥିଲି, କାହିଁକିନା ଏଇଟା ଜରୁରୀ। ଭୋକ ବି ନାଗିଲାଣି, ବହୁତ ଜୋରସେ ଭୋକ ନାଗିଲାଣି। ତ ଭଜା ଭାତିନି କନା କୁନ୍ଦୁରି ଆଳୁ ଭଜା ଭାତିନି। ତ କୁନ୍ଦୁରି ଗଛ ଆମର ଯେଉଁ ଛୋଟଟେ ଲଗା ହେଇଛି, ସେଥିରେ କନା କୁନ୍ଦୁରି ଫଳିଲାନି। ତ 2-3 ଦିନର କୁନ୍ଦୁରି ମୁଁ ରଖିଥିଲି, ଗୋଟେ ଦିନ ତରକାରୀ ହେଇଗଲା। ତ ସେଇଥିପାଇଁ କି କୁନ୍ଦୁରି ଆଳୁ ଭଜା ଭାଜିମି। ଆଉ ତାପରେ ପଖାଳ ଆଜି ବାବାଙ୍କୁ କହିଲି ଯେ ମୁଁ ଆଉ ରୁଟି କରିପାରିବିନି, ତମେ ପଖାଳ ଗଣ୍ଡେ ଖାଇଦେବ ନା। ତ ବାବା କହିଲେ ହଁ ଠିକ୍ ଅଛି, କାମ ଦାମ ସାରିକି ଆସିଲା ବେଳକୁ ବି ପୁରା ଶୁଷ୍କା ଲାଗୁଛି, ପଖାଳ ଗଣ୍ଡେ ଖାଇଦେଲେ ଭଲ ଲାଗିବ। ଆଉ ତାପରେ କନା ମୁଁ ସମସ୍ତଙ୍କ ପାଇଁକି ପଖାଳ ବାଢ଼ି ଦେଇଥିଲି, ଆଉ ମୁଁ ବି ଯାଇକି ସେଇଠି ଖାଇ ଦେଇଥିଲି। ସମୟ ହେଇଥିଲା 11:30 ଖଣ୍ଡେ ସମୟ ହେଇଯାଇଥିଲା। ତ ବାବା କହୁଥିଲେ କନା ଆଜି ଆଉ ଭାତ ରାନ୍ଧ ନାହିଁ, ଏବେ ତମେ ପଖାଳ ଖାଇଲେ ଯାହାକୁ ଭୋକ ଲାଗିବ ସେ କନା ଜଳଖିଆ ପତ୍ର ଯାହା ହଉ ଖାଇଦେବ ପଛେ, ଆଜି ଆଉ ଦ୍ୱିପହରେ ଭାତ ରାନ୍ଧ ନାହିଁ। ତ ମୁଁ ବି ସେୟା କହିନି, ହଉ ଦ୍ୱିପହରେ ଆଜି ଭାତ ରନ୍ଧା ନାହିଁ, କିନ୍ତୁ ଗେଲନ ପାଇଁକି ଯେଉଁ ଗୁଣ୍ଡଟା ଯେ ମୁଁ ବନାଏ, ଯେଉଁ ଛତୁଆ ଯେ ମୁଁ ବନାଏ, ସେଇଟା କନା ଆଜି ଭାଜିଦେମି। ଆଉ ହେବ ଯଦି ତ ମୁଁ ନିଜେ ଗ୍ରାଇଣ୍ଡରରେ ପେଷିମି, ନହେଲେ ନାହିଁ ମେସିନ୍କି ପେଷିବା ପାଇଁକି ଦେଇ ପଠେଇମି। ତ ସେଇଆ ମୁଁ ଡିସିସନ୍ ନେଇଥିଲି, ନେଇକି ଭଜା ଭାଜିଲେ। ଭଜା ଭାଜି ସାରିକି ପଖାଳ ଖାଇଲେ ସମସ୍ତେ। ନଣନ୍ଦ ମୁଢ଼ି ଖାଇଥିଲେ, ଆଉ ବାବା, ମୁଁ ଆଉ ଆମ ଝିଅ 3 ଜଣ ଆମେ ପଖାଳ ଖାଇଥିଲେ ଭଜା ଲଗେଇକି। ପଖାଳ ଖାଇ ଦେଇ ସାରିକି ତାପରେ କନା ମୁଁ ଯାଇକି ମୋ କାମରେ ଲାଗିଥିଲି। ଯେଉଁ ଗୁଣ୍ଡ ଯେଉଁ କରିବା କଥା ଯେଉଁ କହୁଥିଲି, ସେ ଗୁଣ୍ଡ ସବୁ ଯାଇକି ମୁଁ କନା ଭଜାଭଜି କରିଥିଲି। ଗୁଣ୍ଡରେ କ'ଣ ଦିଏ ନା, ମୁଁ ଚୁଡ଼ା ତ ଦିଏ, ତା ସାଙ୍ଗରେ ଦିଏ ବୁଟ ଦିଏ, ବାଦାମ ଦିଏ, ଆଉ ମୁଗ ଦିଏ, ଗୋଟା ମୁଗ ସବୁକୁ ଭାଜିକି ରଖିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦିଏ। କରିଦେଇକି ତାପରେ ଛୁଆ ଆମର ଖାଆନ୍ତି। ଛୁଆଟି ମୁଣୁ ଛୁଆମାନଙ୍କର ଏଇ ଗୁଣ୍ଡଟା ହେଉଛି ଭାରି ପ୍ରିୟ। ତ ସେଥିପାଇଁ କି ଗେଲନ ଯେତେବେଳେ ହଷ୍ଟେଲ ଗଲା ନା, ହଷ୍ଟେଲରେ ତାର ସବୁବେଳେ ଗୁଣ୍ଡ ଆବଶ୍ୟକ ପଡ଼ିଲା, କାରଣ ଛୁଆଟି ମୁଣୁ ଖାଇବାର ଅଭ୍ୟାସ। ଆଉ ସେଥିପାଇଁ କି ବାରମ୍ବାର କହୁଥାଏ ଗୁଣ୍ଡ ବନେଇଲନି ନା। ତ ମୁଁ କହିନି ଆଜି ଯେହେତୁ ରନ୍ଧା ନାହିଁ, ଆଜି ଯେତେବେଳେ ହଉ ପଛେ ମୁଁ ଗୁଣ୍ଡ କରିକି ଉଠିମି। ତ ସେଇଆ ତ ଭାବିଥିନି, କିନ୍ତୁ ଗୁଣ୍ଡ କରିସାରିଲା ପରେ ମନ ମାନିଲାନି ଯେ ସମସ୍ତେକୁ ସକାଳେ ପଖାଳ ଖାଇଥିଲେ, ପୁଣି ଦ୍ୱିପହର ବେଳା ଯଦି ପଖାଳ ଖାଇବେ ଦେହ ଖରାପ ହେବ, କ'ଣ କରିବ। ତ ସେଇଥିପାଇଁ କି ମୁଁ କ'ଣ କଲି ନା, ଯେଉଁ ସକାଳେ ଯେ ପଖାଳ ଖାଇଥିଲେ ତ ତାପରେ ଗୁଣ୍ଡ ଭାଜିଥିଲି। ଗୁଣ୍ଡ ଭାଜି ସାରିଲା ପରେ ତାପରେ କନା ବସେଇ ଦେଇଥିଲି, ଭାତ ବସେଇ ଦେଇଥିଲି। ଭାତ ତରକାରୀ ମୁଁ ରାନ୍ଧିଥିଲି। ତ ଏଠି ସମସ୍ତେ ଖାଇ ଦେଇକି ଉଠିକି ଗଲା ପରେ ବାସନ କୁସନ ଯାହା ସବୁ ପଡ଼ିଥିଲା ତାକୁ ଉଠେଇ ଆଠେଇକି ନେଇକି ଟିୱେଲ୍ ପାଖରେ ରଖିଦେମି। ଏଟାକୁ ବି ଧୁଆଧୁଇ କରିକି ଘିନିକି ଆସିମି। ଆଉ ତରବର ନୁହେଁ, ଯେତେବେଳେ ମୁଁ ଖାଇବାକୁ ବସିଥିଲି ସେଇ ସମୟରେ ମୋର ଫୋନ୍ ଆସିଲା। ମୁଁ ଉଠିକି ଯାଇକି ଫୋନ୍ ରିସିଭ୍ କରିଥିଲି। ମୋ ଝିଅ ଭଉଣୀ ଫୋନ୍ କରିଥିଲା ଯେ କେତେବେଳେ ଆଜି ଆମ ଘରକୁ ଆସିବୁ, ଆଉ ଆସିଲା ପରେ ଆମେ ଯିବା ମାର୍କେଟରେ ଜିନିଷପତ୍ର ସବୁ କିଣାକିଣି କରିକି ଘିନିକି ଆସିବା ବୋଲିକି। ତ ମୁଁ କହୁଥିଲି ତ ଆଜି ଯିବିନି ବୋଲିକି, କାହିଁକିନା ରାତି ପାଇନେ ପଡ଼ିବ ତ ସାବିତ୍ରୀ ବ୍ରତ, ପୁଣି ଆମ ଗାଁକୁ ଠାକୁର ଆସିଛନ୍ତି। ତ ମୁଁ ମନା କରୁଥିଲି, କିନ୍ତୁ ସେମାନେ କ'ଣ ବହୁତ ଜିଦ୍ କଲେ, ନା ଆଜି ନ ଆସିଲେ ହେଇପାରିବନି, ତ ଆଜି ଆସ ବୋଲିକି। ତ ମୁଁ କହିଲି, ସେଠୁ ବାଧ୍ୟରେ ମୁଁ କହିଲି କ'ଣ ନା ହଁ ମୁଁ ଯିବି ବୋଲିକି। ତ ଯିବି ବୋଲି କହିଛି ମାନେ ସେମାନେ ତ 4ଟା କଥା କହିଛନ୍ତି, ଦେଖିବା 4ଟା ବେଳକୁ ଯଦି ଖରା ଗଡ଼ିଥିବ ତ ଯିବି, ନହେଲେ ନାହିଁ ଯିବିନି। ତ ସେଇଆ ଭାବିକି ମୁଁ କାମ ଆରମ୍ଭ କରିଦେଇଥିଲି। ମୁଁ କିଛି ନହେଲେ ଗୁଣ୍ଡଟା ଭାଜିକି ତ ମେସିନ୍ ପାଖରେ ଦେଇଥିଲି, ମେସିନ୍ ବାଲା ପେଷି ଦେବ। ଆଉ ଏଇଟା ଥିଲା ନିହାତି ଜରୁରୀ। ସତକୁ ସତ
ତ ବାବା ନେଇକି ଛକରେ ଦେଇ ଦେଇଥିଲେ ମେସିନ୍ ବାଲାକୁ। ସେ କନେ ଯେତିକି ସବୁ ଗୁଣ୍ଡ ଥିଲା ଯେଉଁ ଗ୍ରାଇଣ୍ଡରରେ ତ ମୋତେ ବହୁତ ସମୟ ଲାଗିଯାଇଥାନ୍ତା, କିନ୍ତୁ ତା ପାଖରେ ଗୁଣ୍ଡ ଭାଜିବାଟା ବି କମ୍ କଷ୍ଟ ନୁହେଁ। ଏକ ତ ଗରମ, ତାପରେ ପୁଣି କନା ଚୁଡ଼ା, ବୁଟ, ମୁଗ, ବାଦାମ ସେସବୁ ବି ଭଜାଯିବ। 2 ଘଣ୍ଟା ଖଣ୍ଡେ ସମୟ ଲାଗେ। ଭଜା ସରିକି ଗ୍ରାଇଣ୍ଡିଙ୍ଗ କରିସାରିଲା ବେଳକୁ 2 ଘଣ୍ଟା ଖଣ୍ଡେ ସମୟ ଲାଗିଯିବ। ତ ଗ୍ରାଇଣ୍ଡିଙ୍ଗ ତ ମୁଁ କରିଥିଲି ମୁଁ ଦେଇ ଦେଇଥିଲି କନା ମେସିନ୍ ପାଖକୁ ପେଶିବା ପାଇଁକି। ତ ଏପଟରେ କନା ଗଲା କାଲି ବେଳୁଳି ଆମେ ବସିକି ଆମ୍ବ କାଟିଥିଲେ। ତାର ଭିଡ଼ିଓ ମୁଁ ଆଉ କିଛି କରିଥିଲିନି। ଆମ୍ବ ମାନେ ଆଚାର ପାଇଁକି ଆମ୍ବ କଟା ହେଇଥିଲା। ଲୁଣ ଥିଲାନି ବୋଲିକି ମୁଁ କନା ତାକୁ ମାନେ ଆଚାର ପାଇଁକି ପକାଇ ପାରୁନଥିଲି, ଲୁଣ ପାଣିలో ପକାଇ ପାରୁନଥିଲି। ଖିଆପିଆ ସରିଲା ପରେ ମୋ ବାବାଙ୍କୁ କହିଥିଲି, ବାବା ଯାଇଥିଲେ ଛକକୁ ଯାଇକି ଲୁଣ ଘିନିକି ଆସିଥିଲେ। ଆଉ ଏପଟରେ ମୁଁ କନା ନଣନ୍ଦକୁ କହିନି ଟିକେ ଆସିକି ମାନେ ଯେଉଁ ଭାଜୁଥିଲି, ଯେଉଁ ଚୁଡ଼ା ବୁଟ ଯେ ଭାଜୁଥିଲି ଗୁଣ୍ଡ ପାଇଁକି, ତ ତାକୁ ଟିକେ ଭାଜି ଦିଅ। ମୁଁ ଏପଟରେ କନା ଆଚାର ଆମ୍ବୁଲ ଯେଉଁ ପକାଇଛି ତାକୁ ଟିକେ ଧୁଆଧୁଇ କରିକି ଲୁଣ ପାଣିలో ଦେଇଦେମି। ତ ନଣନ୍ଦ ଯାଇଥିଲେ ଚୁଲି ପାଖକୁ ଖୁସୁଣି ଧରିକି ମୋ ହାତରୁ ଖୁସୁଣି ନେଇକି ସେ ବସିଯାଇଥିଲେ ଚୁଲି ପାଖରେ। ତାପରେ ମୁଁ ପଳେଇ ଆସିଥିଲି କନା ଏଠି ଆମ୍ବ ଯେଉଁ ଆଚାର ଆମ୍ବ ଯେଉଁ ଥିଲା ତାକୁ ସବୁ ଧୁଆଧୁଇ କରିଥିଲି। ଧୁଆଧୁଇ କରିକି ତାକୁ କନା ଲୁଣ ଦେଇକି ରଖିଦେଇକି ମାନେ ଗୋଟେ ଦିନ ଛାଡ଼ିଦେମି, ତାପର ତାକୁ ସେ ଖରାରେ ଦେମି। ଆଉ ତାପରେ ମୁଁ ସେଟା ଟିଅଲ ପାଖକୁ ଆସିନି, କାହିଁକିନା ନଣନ୍ଦ ଯେହେତୁ ବସିଛନ୍ତି ଚୁଲି ପାଖର, ତ ଟିଅଲ ପାଖକୁ ଆସିଥିଲି। ଟିଅଲ ପାଖକୁ ଆସିକି ଯେତିକି ସବୁ ବାସନ ଥିଲା, ସକାଳେ ଯେ ପଖାଳ ଖାଇଥିଲେ ଯେଉଁ ବାସନ ସବୁ ଥିଲା, ସେ ବାସନ ସବୁ ଧୁଆଧୁଇ କରିକି ନେମି। ଆଉ ନେଇକି ତାପରେ କନା ନଣନ୍ଦକୁ କହିଥିଲି, ସେ ଉଠିଯାଇଥିଲେ କାହିଁକିନା ସେ ବେଶୀ ସମୟ ଏବେ ବସି ପାରୁନାହାନ୍ତି। ବସିଲେଣି ତ ଆସ୍ତେ ଆସ୍ତେ କରିକି, କିନ୍ତୁ ବେଶୀ ସମୟ ବସି ପାରୁନାହାନ୍ତି। 5-10 ମିନିଟ୍ ବସିବେ, ବେଶୀ ସମୟ ବସି ପାରିବେନି। ତ ନଣନ୍ଦକୁ କହିଥିଲି ତମେ ଉଠିଯାଅ, ଏବେ ମୁଁ ଭାଜିକି ଉଠିମି। ଆଉ ଗୁଣ୍ଡ ସବୁ ଭାଜି ଦେଇ ସାରିଥିଲି। ଭାଜି ଦେଇ ସାରିକି ତାକୁ ଆଣିକି ରଖିକି ଭାତ ବସାଇ ଦେଇଥିଲି। ଭାତ ତରକାରୀ ବି ମୋର ହେଇଯାଇଥିଲା। ଆଉ କିନ୍ତୁ ଖାଇଲା ବେଳକୁ 3ଟା ବାଜିଯାଇଥିଲା। ସତ କଥା 3ଟା ବାଜିଯାଇଥିଲା। ଖାଇସାରିଲା ପରେ ବାସନକୁସନ ଧୁଆଧୁଇ ଘରଦ୍ୱାର ଖରକା ଫରକା କାମ ସବୁ ସରେଇଥିଲି। କାହିଁକିନା ଯେଉଁ କହୁଥିଲି ମୋ ଭଉଣୀ ଫୋନ୍ କରିଥିଲା ଯିବା ପାଇଁକି ଆଜି ବୋଲିକି, ତ ବହୁତ ବାଧ୍ୟ କରୁଥିଲା ଯିବା ପାଇଁକି। ତ ସେଇଥିପାଇଁକି ମୁଁ କହିଲି ନା ହଉ, ରାତି 1ଟାରେ ତ କଥା, ଏବେ ଯିବି, ସକାଳେ ପଳେଇ ଆସିବି, ଯିବି କହିକି ମୋତେ 5:30 ବାଜିଯାଇଥିଲା ମୋତେ। କାହିଁକିନା ଘରଦ୍ୱାର କାମ ସବୁ ସରେଇ ସାରିକି ତାପରେ କନା ମୁଁ ବାହାରିଥିଲି। ଏଇଟା ତ ଥିଲା ପଖାଳ ଖିଆ ବାସନ, ଯେଉଁ ପଖାଳ ଯେ ଖାଇଥିଲେ ତାର ବାସନ ସବୁ ଥିଲା, ତାକୁ ସବୁ ଧୁଆଧୁଇ କରିକି ଦିନେ ଆସିକି ସେପଟର ଗୁଣ୍ଡ ଭଜା ସରିଲା ପରେ ଭାତ ବସାଇଥିଲି। ଆଉ ତରକାରୀ କରିଥିଲି କନା ଗୋଟେ ତ ଭଜା କରିଥିଲି, ଆଉ କନା ଆଳୁ ପୋଟଳ ତରକାରୀ କରିଥିଲି। କି ଭଜା କରିଥିଲି ସେଟା ବି ମୋର ଆଉ ମନରେ ପଡ଼ୁନି। ତ ଏମିତି କଟିଥିଲା ମୋର। ଆଉ ତାପରେ କନା ଆଉ ୟା ପରେ ଯାହା ସବୁ ମାନେ ଭିଡ଼ିଓ କରିଛି ତାକୁ କନା ଆସନ୍ତାକାଲି ଦେଖିବେ, କାହିଁକିନା ଭିଡ଼ିଓଟା ବହୁତ ଲମ୍ବା ହେଇଯାଉଛି। ତ ସେଇଥିପାଇଁକି ମୁଁ ତାକୁ 2ଟା ଭାଗରେ ଛାଡ଼ିବା ପାଇଁକି ଚେଷ୍ଟା କରୁଛି। ତ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ହଁ, କମେଣ୍ଟ ଲେଖିବା ପାଇଁ ବିଲକୁଲ ବି ଭୁଲିବେନି। ତ ଟିକେ ସପୋର୍ଟ କରନ୍ତୁ, ସେଇ କମେଣ୍ଟ ମାଧ୍ୟମରେ ହଉ ପଛେ ଟିକେ ସପୋର୍ଟ କରନ୍ତୁ ମୋତେ। ଏତିକି ଖାଲି ମୁଁ ଆପଣଙ୍କ ଠାରୁ ଚାହୁଁଛି। ତ ଗଲା ଭିଡ଼ିଓରେ ସ୍ନେହଲତା ଦିଦି, ବିଜୟଲକ୍ଷ୍ମୀ ଅପା, ବିଜୟଲକ୍ଷ୍ମୀ ଦିଦି ଆଉ ସଙ୍ଗୀତା ଦିଦି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ କରିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଏମିତି ସବୁଦିନ ମୋ ଭିଡ଼ିଓ ଦେଖନ୍ତୁ, ଆଉ ମୋ ଭିଡ଼ିଓରେ ଏଇରକମ ସୁନ୍ଦର ସୁନ୍ଦର କମେଣ୍ଟ ଦିଅନ୍ତୁ। ଆପଣଙ୍କର କମେଣ୍ଟ ହିଁ ମୋ ମନୋବଳ ବଢ଼ଉଛି। ଆସନ୍ତାକାଲି ପୁଣି ଆଉ ନୂଆ କରିକି ଭିଡ଼ିଓ ବନେଇମି, ଆଉ ନୂଆ କରିକି ଭିଡ଼ିଓ ଆପଣମାନଙ୍କ ପାଖକୁ ଛାଡ଼ିବା ପାଇଁକି। ତ ୟା ପରେ ମୁଁ ଆଉ କିଛି ଭିଡ଼ିଓ ବନେଇଥିଲିନି। ଆପଣ ତ ଖିଆପିଆ ଭଲ ମନ୍ଦ କାମ ସବୁ କରିଥିଲେ। ଖିଆପିଆ ବାସନକୁସନ ଧୁଆଧୁଇ, ତାପରେ ଘରଦ୍ୱାର ଖରକା ଫରକା ସବୁ କାମ ସରେଇକି ଲୁଗାପଟା ଧୋଇକି ରେଡ଼ି ହେଇକି ବାହାରି ଯାଇଥିଲି ଆମ ଘରକୁ, ମାନେ ମୋ ବାପ ଘରକୁ। ତ ମଝିଆ ଭଉଣୀ ଏବେ ମାନେ ବାପ ଘରେ ଅଛି, ତାକୁ ଦେଖା କରିବା ପାଇଁକି ଯାଇଥିଲି।